ରିମଝିମ୍ କହିବେ କାଲି ଦଶହରା, ବଡ଼ମା କ'ଣ କ'ଣ ସବୁ ଅର୍ଡର କରିଛନ୍ତି ତମେ କ'ଣ ଜାଣିନ? ତାପରେ ଗୌରବ କହିବେ ହଁ ହଁ, କିନ୍ତୁ ତମ ସହିତ ମା ଆଉ ପଲ୍ଲବୀ ସାଙ୍ଗରେ ରହିବେ ନା? ତାପରେ ରିମଝିମ୍ କହିବେ ତମେ ସେ ପଲ୍ଲବୀର ନାଁ ହିଁ ଧରନି। ଠିକ୍ ସମୟରେ ଏମିତି କିଛି ବାହାନା କରି ଚାଲିଯିବ, ତମେ ତାକୁ କିଛି ବି କହିପାରିବନି। ଶେଷରେ ସବୁ କାମ ମୋତେ ହିଁ କରିବାକୁ ପଡ଼ିବ। ନିମ୍କି ସାଙ୍ଗେ ସାଙ୍ଗେ ମୁଁ ବି ଏ ଘରର ଚାକରାଣୀ ହେଇଗଲି। ତାପରେ ଗୌରବ କହିବେ ରିମଝିମ୍, ତମେ ପଲ୍ଲବୀଙ୍କୁ ଦୋଷ ଦଉଛ? ତମେ କ'ଣ ଭୁଲିଗଲଣି କି ଆଜି ଯଦି ତମ ସାମ୍ନାରେ ଠିଆ ହେଇଛି ସେଇଟା କେବଳ ପଲ୍ଲବୀଙ୍କ ପାଇଁ? ତାପରେ ରିମଝିମ୍ କହିବେ ହଁ, ସେ କଥା ତ ଠିକ୍, କିନ୍ତୁ କିଏ ଜାଣେ ଡାହାଣୀ ହେଇ ଲାଗିବା ଆଉ ଗୁଣିଆ ହେଇ ଝାଡ଼ିବା ଭଳି ଫ୍ରଡ୍ ବ୍ୟାଙ୍କ ଲୋନ୍ କରେଇ ହୁଏତ ଜାଣିଶୁଣି ସେ ସତକୁ ସତ ତମକୁ ଫସେଇଥିବ। ଏପଟେ ସମସ୍ତଙ୍କ ନଜରରେ ମହାନ୍ ଦେଖେଇ ହେବା ପାଇଁ ତମକୁ ଥାନାରୁ ମୁକୁଲେଇଛି ସିଏ। ଏମିତିରେ ବି ତମ ଏଗେନ୍ଷ୍ଟରେ ତ ପ୍ରୁଫ୍ ହିଁ ନଥିଲା, ତ ପୋଲିସ ତମକୁ ଥାନାରେ ଏତେ ଦିନ ରଖିଥାନ୍ତା ବା କେମିତି? ତାପରେ ଗୌରବ ରାଗିକି କହିବେ ବାସ୍ ରିମଝିମ୍, ପଲ୍ଲବୀଙ୍କ ବିରୁଦ୍ଧରେ ମୁଁ ତମ ମୁହଁରୁ ପଦେ ବି ଶୁଣିବାକୁ ଚାହୁଁନି। ତାପରେ ରିମଝିମ୍ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ଗୌରବ କହିବେ ମୁଁ ବୁଝିପାରୁନି ତମ ମୁଣ୍ଡରେ ଏସବୁ କିଏ ପୁରଉଛି? ତାପରେ ରିମଝିମ୍ କହିବେ ମତେ ରୁବି ଆଣ୍ଟି ସବୁ କଥା କହିସାରିଛନ୍ତି ଗୌରବ। ତାପରେ ଗୌରବ କହିବେ ଓ, ରୁବି ଆଣ୍ଟି ତମକୁ ଯାହା କହିଛନ୍ତି ସେ ସବୁ ଓଲଟା କହିଛନ୍ତି, ଆଉ ତମେ ଯାହା ଶୁଣିଛ ସବୁ ଓଲଟା ଶୁଣିଛ। ପ୍ରକୃତରେ ରୁବି ଆଣ୍ଟି ହିଁ ମୋତେ ଫସେଇଥିଲେ, ଆଉ ପଲ୍ଲବୀ ସିଏ ହିଁ ମୋତେ ମୁକୁଲେଇଥିଲେ। ପୁଣି କହିବେ ଆଜି ବି ଯଦି ଆମେ ଆଦର୍ଶ ଗାଡ଼ି ଧରି ବାହାରେ ବୁଲାବୁଲି ମୌଜ ମସ୍ତି କରି ଆସିଲେ ସେଇଟା କେବଳ ପଲ୍ଲବୀଙ୍କ ପାଇଁ, ଏକଥା ତମେ ଭୁଲି ଯାଅନି। ତାପରେ ରିମଝିମ୍ କହିବେ ତମେ ମୋ ସାମ୍ନାରେ ସେ ପଲ୍ଲବୀ ଗୁଣଗାନ କରିବା କିଛି ବି ଦରକାର ନାହିଁ। ସିଏ ଯାହା କରିଛି କେବଳ ଦେଖେଇ ହେବା ପାଇଁ କରିଛି, ଆଉ କିଛି ବି ନୁହେଁ। ତାପରେ ଗୌରବ କହିବେ ରିମଝିମ୍, ତମେ ଏ ଧାରଣାର କଥା କହୁଛ? ମୁଁ ତ ବିଶ୍ୱାସ କରିପାରୁନି। ଛି, ତମ ସହିତ କଥା ହେବା ବି ଉଚିତ ନୁହେଁ। ଏମିତି କଥା ଶୁଣି ରିମଝିମ୍ ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଆଉ ତାପରେ ଗୌରବ ସେଠାରୁ ଚାଲି ଯାଉଛନ୍ତି। ତାପରେ ରିମଝିମ୍ କହିବେ ଗୌରବ, ଗୌରବ, ଆଉ ସେପଟେ ପଲ୍ଲବୀ ରୁମ୍ ବାହାରେ ଚିତ୍ତଅଙ୍କଲଙ୍କ ସହିତ ଫୋନରେ କଥା ହେଇ କହିବେ ନାଇଁ ନାଇଁ ଚିତ୍ତଅଙ୍କଲ, ଏମିତି ସୁଯୋଗ ବାର ବାର ଆସେନି। ତାପରେ ଚିତ୍ତଅଙ୍କଲ କହିବେ କିନ୍ତୁ ମ୍ୟାଡମ୍, ଏମିତି ମୂର୍ଖାମି ବିଲକୁଲ କରନ୍ତୁନି। ପୁଣି କହିବେ ଠିକ୍ ଅଛି, ଆପଣ ଯଦି ସେ ଜାଗାକୁ ରେଡ୍ କରିବାକୁ ଚାହୁଁଛନ୍ତି ମୁଁ ବି ସେ ଜାଗାକୁ ଆପଣଙ୍କ ସହିତ ଯିବି, ଡୋଣ୍ଟ ୱରି। ତାପରେ ପଲ୍ଲବୀ କହିବେ ନାଇଁ ଚିତ୍ତଅଙ୍କଲ, ସେଠିକି ମୁଁ ସାର୍ଙ୍କର ବିନା ପରମିଶନରେ ଯାଉଛି। ସେଠି ବିପଦ ଅଛି, କେତେବେଳେ କିଛି ହେଇଯାଇପାରେ। ଏମିତିକି ସାର୍ ମୋତେ ମଧ୍ୟ ଜବ୍ରୁ ସସ୍ପେଣ୍ଡ କରିଦେଇ ପାରନ୍ତି, କିନ୍ତୁ ସେଥିପାଇଁ ମୁଁ ଆପଣଙ୍କ ଚାକିରିକୁ ବିପଦରେ ପକେଇ ପାରିବିନି। ତାପରେ ଚିତ୍ତଅଙ୍କଲ କହିବେ ମ୍ୟାଡମ୍, ମୋର ବା ଚାକିରି ବଞ୍ଚୁଛି କେତେ ଦିନ? ରିଟାୟାର୍ଡ ପୂର୍ବରୁ ଏ ଜୀବନଟା କିଛି କାମରେ ଲାଗିଗଲା ତାହେଲେ ମୁଁ ନିଜକୁ ଧନ୍ୟ ମନେ କରିବି। ତାପରେ ପଲ୍ଲବୀ କହିବେ ଠିକ୍ ଅଛି, ଆପଣ ଆପଣଙ୍କ ଫୋନ୍ ଆପଣଙ୍କ ପାଖରେ ରଖିଥିବେ, ମୁଁ ଏଠୁ ବାହାରିବା ପୂର୍ବରୁ ଆପଣଙ୍କୁ କଣ୍ଟାକ୍ଟ କରିବି। ତାପରେ ଚିତ୍ତଅଙ୍କଲ କହିବେ ଓକେ ମ୍ୟାଡମ୍। ତାପରେ ପଲ୍ଲବୀ ଫୋନ୍ ରଖିଦେବେ, ଆଉ ଆଦର୍ଶ ସବୁ କଥା ଶୁଣୁଥିବେ। ତାପରେ ପଲ୍ଲବୀ ଆଦର୍ଶକୁ ଦେଖି ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏବେ କ'ଣ ଆଦର୍ଶ ପଲ୍ଲବୀଙ୍କୁ ରେଡ୍ କରିବାକୁ ଯିବାକୁ ଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।